ଆଜିର ପ୍ରସଙ୍ଗ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ପ୍ରଜ୍ଞା ପରିମିତା ଜେନା। ସମାଜରୁ ବାଲ୍ୟ ବିବାହକୁ ଦୂର କରିବା ଏବଂ ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଛି। ଆସନ୍ତା ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଜନସଚେତନତା ବୃଦ୍ଧି କରିବା ଏହି ଅଭିଯାନ ପ୍ରଣୟନର ମୂଳ ଲକ୍ଷ୍ୟ। ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ସଫଳତାରେ ଅନୁପ୍ରାଣିତ ହୋଇ ଦେଶକୁ ବାଲ୍ୟ ବିବାହମୁକ୍ତ କରିବା ଲକ୍ଷ୍ୟରେ ଏଭଳି ଏକ ଅଭିଯାନ ଆରମ୍ଭ କରାଯାଇଛି। 2015 ମସିହା ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆକାଂକ୍ଷୀ ଯୋଜନା ବେଟି ବଚାଓ ବେଟି ପଢ଼ାଓର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ନାରୀ ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା। ସମାଜରେ ନାରୀ ଶିକ୍ଷାର ଉନ୍ନତି ଏବଂ ମହିଳା ସଶକ୍ତିକରଣ ସୁଦୃଢ଼ ହୋଇପାରିଲେ 2047 ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ। ଏହିଭଳି ଅଭିଯାନର ମାଧ୍ୟମରେ ଗତ କିଛି ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁହାର, ଜନ୍ମ ସମୟରେ ଲିଙ୍ଗ ଅନୁପାତକୁ ହ୍ରାସ କରାଯାଇ ପାରିଛି। ବିଦ୍ୟାଳୟଗୁଡ଼ିକରେ ଝିଅ ପିଲାଙ୍କୁ ପାଠପଢ଼ା ନେଇ ନାମ ପଞ୍ଜୀକରଣ ମଧ୍ୟ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ତେବେ ଏସବୁ ମଧ୍ୟରେ ବାଲ୍ୟ ବିବାହ ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଏକ ଆକଳନରୁ ଜଣାପଡ଼ିଛି ପ୍ରତି 5 ଜଣଙ୍କ ମଧ୍ୟରେ ଜଣେ ଆଇନସମ୍ମତ ବିବାହ ବୟସ ପୂର୍ବରୁ ବିବାହ କରୁଛି। ଏହାଦ୍ୱାରା ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ଥିତିରେ କୁପ୍ରଭାବ ପଡ଼ୁଛି। କେତେକ କ୍ଷେତ୍ରରେ ପରମ୍ପରା ଏବଂ ଅନ୍ୟ କ୍ଷେତ୍ରରେ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ହୋଇଥାଏ। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କର ସମ୍ପୂର୍ଣ୍ଣ ସମାନ ଏବଂ ଅର୍ଥପୂର୍ଣ୍ଣ ଭାଗିଦାରୀ ନ ହେଲା ପର୍ଯ୍ୟନ୍ତ ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ ନାହିଁ। ମହିଳାଙ୍କ ବିରୁଦ୍ଧରେ ହିଂସାତ୍ମକ ତଥା ବାଲ୍ୟ ବିବାହ ଭଳି କୁପରମ୍ପରାକୁ ପ୍ରତିହତ କରିବାକୁ ହେଲେ ସମଗ୍ର ସରକାର ଏବଂ ସମଗ୍ର ସମାଜ ଆଭିମୁଖ୍ୟ ନେଇ ଆଗେଇବାକୁ ପଡ଼ିବ। ଏଭଳି ପ୍ରୟାସ ଦ୍ୱାରା ଲିଙ୍ଗଭିତ୍ତିକ ସମାନତା ଏବଂ ପ୍ରଗତିଶୀଳତା ସମ୍ଭବ ହୋଇପାରିବ। ସରକାରଙ୍କ ଏଭଳି କଲ୍ୟାଣମୂଳକ ପଦକ୍ଷେପ ଦ୍ୱାରା ଲିଙ୍ଗଗତ ଅନୁପାତ ମଧ୍ୟ କେତେକ ପରିମାଣରେ ହ୍ରାସ ପାଇଛି। 2014-15ରେ ଜନ୍ମ ସମୟରେ ପୁଅ ତୁଳନାରେ ଝିଅ ଲିଙ୍ଗ ଅନୁପାତ 918 ଥିବାବେଳେ 2023-24ରେ ଏହା 930କୁ ବୃଦ୍ଧି ପାଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଉଲ୍ଲେଖନୀୟ ଅଗ୍ରଗତି ବୋଲି କୁହାଯାଇପାରିବ। ଏପରିକି 2006 ମସିହାରେ ବାଲ୍ୟ ବିବାହ ନିଷେଧ ଆଇନ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଏହାର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆଇନ ଅନୁଯାୟୀ 18 ବର୍ଷରୁ କମ୍ ବାଳିକା ଏବଂ 21 ବର୍ଷରୁ କମ୍ ବାଳକଙ୍କ ବିବାହକୁ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି। ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ ଯୋଗୁଁ ଗତବର୍ଷ 1 ଲକ୍ଷରୁ ଅଧିକ ବାଲ୍ୟ ବିବାହ ରୋକିବା ସମ୍ଭବ ହୋଇଛି। ଏଭଳି ଉଲ୍ଲେଖନୀୟ ସଫଳତାକୁ ମଧ୍ୟ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି। ଝିଅ ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଲିଙ୍ଗଗତ ସମାନତାକୁ ପ୍ରାଥମିକତା ପ୍ରଦାନ କରୁଥିବା ଜାତୀୟ ଶିକ୍ଷାନୀତି 2020କୁ ପ୍ରଚଳନ ବ୍ୟବସ୍ଥା ହୋଇଛି। ଅନ୍ୟ ପ୍ରକାରେ କହିଲେ ବାଲ୍ୟ ବିବାହ ମୁକ୍ତ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ବାଲ୍ୟ ବିବାହକୁ ସମାଜରୁ ଉଚ୍ଛେଦ କରିବା ଏବଂ ଆମ ଦେଶର ପ୍ରତ୍ୟେକ ଝିଅକୁ ସଶକ୍ତ କରିବା ଏକ ମିଶନ। ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନକୁ ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ଏକ ଅଂଶସ୍ୱରୂପ ବାଲ୍ୟ ବିବାହ ମୁକ୍ତ ଭାରତ ପୋର୍ଟାଲର ମଧ୍ୟ ପ୍ରଚଳନ କରାଯାଇଛି। ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ନାଗରିକଙ୍କୁ ବାଲ୍ୟ ବିବାହ ଘଟଣା ନେଇ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଅଭିଯୋଗ ଦାଖଲ ପାଇଁ ପ୍ରୋତ୍ସାହନ ପ୍ରଦାନ କରିବ। ଏପରିକି ଦେଶବ୍ୟାପୀ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ବିଷୟରେ ଏହି ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ବାଲ୍ୟ ବିବାହକୁ ଦୂର କରିବା ତଥା ପ୍ରତ୍ୟେକ ଝିଅର ସାମର୍ଥ୍ୟକୁ ଉନ୍ମୋଚନ କରିବା ପାଇଁ ସମାଜ ଓ ସରକାରଙ୍କ ମଧ୍ୟରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱିତ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ସଚିବ ଅନିଲ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ବାଲ୍ୟ ବିବାହକୁ ରୋକିବା ପାଇଁ ସରକାରୀ, ବେସରକାରୀ, ସାମାଜିକ ସଂଗଠନ ଏବଂ ନାଗରିକଙ୍କ ମିଳିତ ପ୍ରୟାସ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି। ଏଭଳି ଅଭିଯାନକୁ ସଫଳ କରିବାକୁ ହେଲେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏଥିରେ ସହଭାଗୀ ହୋଇ ଏହି ଅଭିଯାନକୁ ସଫଳ କରିବା।